ଆପଣଙ୍କୁ ଓଡ଼ିଶା ଷ୍ଟୁଡେଣ୍ଟସ୍ ହବ୍ ୟୁଟ୍ୟୁବ୍ ଚ୍ୟାନେଲ୍ ସ୍ୱାଗତ। ଆଜି ଆମେ ସୋସିଆଲ୍ ଷ୍ଟଡିଜ୍ର କିଛିଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା, ଯେଉଁଟାକି ଆଗକୁ ଆସୁଥିବା ଜେଟି, ଓଟିଟି ଏବଂ ଏସ୍ଏସ୍ବି ଟିଜିଟି ଆର୍ଟ୍ସ ପାଇଁ ଏବଂ ଓଷ୍ଟେଟ୍ ଆର୍ଟ୍ସ ପାଇଁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ହେବ। ତେବେ ଚାଲନ୍ତୁ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା। ପ୍ରଥମ ପ୍ରଶ୍ନ ଅଛି ଦେଖିବା। ପ୍ରଥମ ପ୍ରଶ୍ନ ଅଛି ହୁ ଆର୍ ଦ ଆର୍କିଟେକ୍ଟ ଅଫ୍ ଦ ୟୁନିଫିକେସନ୍ ଅଫ୍ ଜର୍ମାନୀ। ତେଣୁ କିଏ ଆର୍କିଟେକ୍ଟ ଥିଲା ୟୁନିଫିକେସନ୍ ଅଫ୍ ଜର୍ମାନୀର? ଅପସନ୍ ଅଛି ନେପୋଲିଅନ୍, ବିସ୍ମାର୍କ, ମାଜିନି, ଗାରିବାଲ୍ଡି। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ବିସ୍ମାର୍କ। ତେଣୁ ବିସ୍ମାର୍କକୁ ଜର୍ମାନୀ ଏକତ୍ରୀକରଣର ଜନକ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି Which event is considered the beginning of the French Revolution? କେଉଁ ଇଭେଣ୍ଟଟା ଫ୍ରାନ୍ସ ରେଭଲ୍ୟୁସନର ଆରମ୍ଭ ହୋଇଥିଲା? କେଉଁ ରେଭଲ୍ୟୁସନ ପାଇଁ ଫ୍ରାନ୍ସ ରେଭଲ୍ୟୁସନ ଆରମ୍ଭ ହୋଇଥିଲା? ଅପସନ୍ କ'ଣ ଅଛି ଦେଖିବା। ଷ୍ଟର୍ମିଂ ଅଫ୍ ବାଷ୍ଟାଇଲ୍, ରେନ୍ ଅଫ୍ ଟେରର, ଟେନିସ୍ କୋର୍ଟ ଅଫ୍ ଓଥ୍, ଏକ୍ସକ୍ୟୁସନ୍ ଅଫ୍ ଲୁଇସ୍ ଏକ୍ସଭିଏଇ। ଏହାର ସଠିକ୍ ଉତ୍ତର କ'ଣ ମାନେ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଷ୍ଟର୍ମିଂ ଅଫ୍ ବାଷ୍ଟାଇଲ୍। ତେଣୁ ଅପସନ୍ ଏ ହେବ ଏହାର ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁ ଫାଉଣ୍ଡେଡ୍ ଦ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ଇନ୍ 1985? କିଏ ନ୍ୟାସନାଲ୍ କଂଗ୍ରେସ ଫାଉଣ୍ଡ କରିଥିଲେ 1885ରେ? ଏହା ତ ବହୁତ ସହଜ। ଅପସନ୍ କ'ଣ ଅଛି? ଅପସନ୍ ଅଛି ଗାନ୍ଧୀ, ନେହେରୁ, ଏଓ ହ୍ୟୁମ୍, ତିଲକ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଏଓ ହ୍ୟୁମ୍ ବା ଆଲାନ୍ ଆକ୍ଟୋଭିନ୍ ହ୍ୟୁମ୍। ତେଣୁ ଅପସନ୍ ସି ହେବ ଏହାର ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି From where did Mahatma Gandhi start his salt march in 1930? ତେଣୁ ଲବଣ ସତ୍ୟାଗ୍ରହ 1930 ମସିହାରେ କେଉଁଠାରୁ ଆରମ୍ଭ କରିଥିଲେ? ଅପସନ୍ ଅଛି ଦାଣ୍ଡି, ସାବରମତୀ, ସୁରତ, ଚମ୍ପାରଣ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ସାବରମତୀ। ତେଣୁ ସାବରମତୀରୁ ମହାତ୍ମା ଗାନ୍ଧୀ ତାଙ୍କର ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ। କେତେ ମସିହାରେ ନା 1930 ମସିହାରେ ଆରମ୍ଭ କରିଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ଜାଲିଆନାୱାଲାବାଗ ମାସ୍କାର୍ ଟୁକ୍ ପ୍ଲେସ୍ ଇନ୍। ତେଣୁ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ କେଉଁଠାରୁ ହେଇଥିଲା? କେଉଁଠାରେ? ଅପସନ୍ ଅଛି ଦିଲ୍ଲୀ, ଲାହୋର, ଅମୃତସର, ମେରଠ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଅମୃତସର। ତେଣୁ କେତେ ମସିହାରେ ହେଇଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ଏହା 1919 ମସିହାରେ ଏପ୍ରିଲ ମାସର 13 ତାରିଖରେ ହେଇଥିଲା। ତେଣୁ ଏପ୍ରିଲ 13ରେ ଏହି ଘଟଣା ହେଇଥିଲା। ତେଣୁ ଏଥିରେ ସଭା ହେଇଥିଲା ଯିଏକି ଏହି ହତ୍ୟାକାଣ୍ଡ କରିଥିଲେ ଜେନେରାଲ ଡାୟାର। ତେଣୁ ଜେନେରାଲ ଡାୟାର ଏହାର ମୁଖ୍ୟ ଖଳନାୟକ ଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ଇଜ୍ ଏ ନନ୍ ରିନ୍ୟୁଏବଲ୍ ରିସୋର୍ସେସ୍? ଏଥିମଧ୍ୟରୁ କେଉଁଟା ନନ୍ ରିନ୍ୟୁଏବଲ୍ ରିସୋର୍ସ ଅଟେ? ଦେଖିବା। ଅପସନ୍ ଅଛି ସୋଲାର, ୱିଣ୍ଡ, କୋଲ୍, ଟାଇଡାଲ। କେଉଁଟା ନନ୍ ରିନ୍ୟୁଏବଲ୍ ମାନେ ଯାହାକୁ ନବୀକରଣ କରାଯାଇପାରିବ ନାହିଁ? ଅପସନ୍ ଅଛି ଦେଖିବା ଏହାର ସଠିକ୍ ଉତ୍ତର କ'ଣ ମାନେ ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି କୋଲ୍। କୋଲ୍ ମାନେ କୋଇଲାକୁ ଆମେ ପାରେ ଯଦି ସରିଗଲା ଶେଷ ହୋଇଗଲା ତେବେ ତାହାକୁ ପୂରଣ କରିପାରିବା ନାହିଁ। ତାହାକୁ ହଜାର ହଜାର ବର୍ଷ ଲାଗିଥାଏ କୋଇଲା ବଣିବା ପାଇଁ। କିନ୍ତୁ ଆମେ ସୋଲାର ଯେଉଁଟାକି ସୋଲାର ଲାଇଟ୍ ସୂର୍ଯ୍ୟ କିରଣ, ପବନ ୱିଣ୍ଡ ଯେଉଁଟା ଟାଇଡାଲ, ଏସବୁ ଜିନିଷକୁ ଆମେ କ'ଣ କରିବା ନା ପୁଣି ଥରେ ଆମେ ସରିଗଲେ ମଧ୍ୟ ତାହା ସରିବ ନାହିଁ। ତେଣୁ ଏହା ରିନ୍ୟୁଏବଲ୍ ହେବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ରେଗୁଡ୍ ସଏଲ୍ ଇଜ୍ ମୋଷ୍ଟ ସୁଇଟେବଲ୍ ଫର୍? ରେଗୁଡ୍ ସଏଲ୍ କେଉଁଥିପାଇଁ ବହୁତ ଉପଯୋଗୀ? ଅପସନ୍ ଅଛି ଟି, କଫି, କଟନ୍, ହ୍ୱିଟ୍। ଏହାର ସଠିକ୍ ଉତ୍ତର କ'ଣ ହେବ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି କଟନ୍। କଟନ୍ ପାଇଁ ଏହି ରେଗୁଡ୍ ସଏଲ୍ଟା ବହୁତ ଜରୁରୀ, ବହୁତ ସୁଇଟେବଲ୍ ବା ବହୁତ ଉପଯୋଗୀ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ପ୍ରାଇମେରୀ କଜ୍ ଅଫ୍ ଲ୍ୟାଣ୍ଡ ଡିଗ୍ରେଡେସନ୍ ଇନ୍ ପଞ୍ଜାବ ଇଜ୍? ଅପସନ୍ କ'ଣ ଅଛି ଦେଖିବା। ଅପସନ୍ ଅଛି ଓଭର ଇରିଗେସନ୍, ମାଇନିଂ, ଡିଫରେଷ୍ଟେସନ୍, ଗ୍ରାଜିଂ। ଏହାର ସଠିକ୍ ଉତ୍ତର କ'ଣ ମାନେ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଓଭର ଇରିଗେସନ୍। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ଷ୍ଟେଟ୍ ଇଜ୍ ହୋମ୍ ଟୁ ଦ ପେୟର ଟାଇଗର ରିଜର୍ଭ? ପେୟର ଟାଇଗର କେଉଁ ରାଜ୍ୟରେ ଅଛି? ପେରିୟର ଟାଇଗରଟା କେଉଁଥିରେ ନିଜର ଦେଖାଯାଏ ତାର ଅର୍ଥ ଆଉ ନିଜର ହୋମ୍ କୁହାଯାଏ, ଘର କୁହାଯାଏ? ଅପସନ୍ ସି TN ମାନେ ତାମିଲନାଡୁ, କେରଳ, କର୍ଣ୍ଣାଟକା, ଓଡ଼ିଶା କା। ଏହାର ସଠିକ୍ ଉତ୍ତର କ'ଣ ମାନେ ଏହାର ସଠିକ୍ ଉତ୍ତର ଅପସନ୍ ବି କେରଳ। ତେଣୁ କେରଳରେ କ'ଣ ନା ପେରିୟର ଟାଇଗର ବହୁତ ଦେଖାଯାଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହ୍ୱାଟ୍ ଇଜ୍ ପ୍ରାଇମେଟିଭ୍ ସବଷ୍ଟାନ୍ସ ଫାର୍ମିଂ କଲ୍ଡ ଇନ୍ ନର୍ଥ ଇଷ୍ଟ ଇଣ୍ଡିଆ? ଅପସନ୍
ଝୋମିଂ, ମିଲ୍ପା, ପେଣ୍ଡାରେ। ଏହାର ସଠିକ୍ ଉତ୍ତର କ'ଣ ମାନେ ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ଝୋମିଂ। ତେଣୁ ଝୋମିଂ କୁହାଯାଏ ପ୍ରାଇମେଟିଭ୍ ସବଷ୍ଟାନ୍ସ ଫାର୍ମିଂକୁ, ଯେଉଁଟା ପଡ଼ୁ ଚାଷ କୁହାଯାଏ ନର୍ଥ ଇଷ୍ଟରେ ଆମେ ତାକୁ ଝୋମ୍ ମଧ୍ୟ ବା ଝୋମିଂ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁ ଇଜ୍ ନୋନ୍ ଆଜ୍ ଦ ଫାଦର ଅଫ୍ ଦ ଇଣ୍ଡିଆନ୍ କନଷ୍ଟିଟ୍ୟୁସନ୍। କାହାକୁ ଭାରତୀୟ ଗଣତନ୍ତ୍ର ପିତା କୁହାଯାଏ? ଅପସନ୍ ନେହେରୁ, ପଟେଲ, ଆମ୍ବେଦକର, ରାଜେନ୍ଦ୍ର ପ୍ରସାଦ। ଏହାର ତ ସହଜ କ୍ୱେଶ୍ଚିନ୍ ନା, ଏହାର ଉତ୍ତର ହେବ ଅପସନ୍ ସି ଆମ୍ବେଦକର। ତେଣୁ ଆମ୍ବେଦକରକୁ ଗଣତନ୍ତ୍ରର ପିତା କୁହାଯାଏ, ଭାରତର ଗଣତନ୍ତ୍ରର ପିତା କୁହାଯାଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ସୁପ୍ରିମ୍ ଲ ଅଫ୍ ଇଣ୍ଡିଆ ଇଜ୍। କିଏ ସୁପ୍ରିମ୍ ଲ ଭାରତର? ଅପସନ୍ ସି ପାର୍ଲାମେଣ୍ଟ, କନଷ୍ଟିଟ୍ୟୁସନ୍, ସୁପ୍ରିମକୋର୍ଟ, ପ୍ରେସିଡେଣ୍ଟ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି କନଷ୍ଟିଟ୍ୟୁସନ୍। ତେଣୁ ଏହା କିଏ କନା କନଷ୍ଟିଟ୍ୟୁସନ୍ ଗଣତନ୍ତ୍ରକୁ ବା ଆଇନକୁ ଭାରତର ସୁପ୍ରିମ୍ ଲ ଅଫ୍ ଇଣ୍ଡିଆ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ। ପରବର୍ତ୍ତୀ ପ୍ରଶ୍ନ ଅଛି ଚୁଜିଂ ଏ ରିପ୍ରେଜେଣ୍ଟେଟିଭ୍ ବାଇ ଭୋଟିଂ ଇଜ୍ ଏ ଫିଚର ଅଫ୍। ଅପସନ୍ ସି ମୋନାର୍କି, ଡିକ୍ଟେଟରସିପ୍, ଡେମୋକ୍ରେସି, ଓଲିଗାର୍ଚି। ଏହାର ସଠିକ୍ ଉତ୍ତର କ'ଣ ହେବ ଭାବନ୍ତୁ? ଏହାର ସଠିକ୍ ଉତ୍ତର କ'ଣ ହେବ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଡେମୋକ୍ରେସି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଗ୍ଲୋବାଲାଇଜେସନ୍ ରିଫର୍ସ ଟୁ ଦ କ'ଣ ଅଛି? ଅପସନ୍ ଗ୍ଲୋବାଲ ଗଭର୍ଣ୍ଣମେଣ୍ଟ, ଇକୋନୋମିକ୍ ଇଣ୍ଟିଗ୍ରେସନ୍, କଲଚର ସ୍ପ୍ରିଡ୍, ୱାର୍ଲଡ ପିସ୍। ଏହାର ସଠିକ୍ ଉତ୍ତର ହେବ କ'ଣ ନା? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଇକୋନୋମିକ୍ ଇଣ୍ଟିଗ୍ରେସନ୍। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ଇଜ୍ ନଟ୍ ଏ ଫସିଲ୍ ଫୁଏଲ୍। ଅପସନ୍ ଅଛି କୋଲ୍, ଅଏଲ୍, ନ୍ୟାଚୁରାଲ ଗ୍ୟାସ୍, ୟୁରାନିୟମ୍। ଏହାର ସଠିକ୍ ଉତ୍ତର କ'ଣ ମାନେ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ଡି ୟୁରାନିୟମ୍। ତେଣୁ ୟୁରାନିୟମ୍ ନଟ୍ ଏ ଫସିଲ୍ ଫୁଏଲ୍। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁ ରୋଟ୍ ଅର୍ଥଶାସ୍ତ୍ର। ଅର୍ଥଶାସ୍ତ୍ର କିଏ ଲିଖିଥିଲେ? ଅପସନ୍ ଅଛି ଅଶୋକ, ଚାଣକ୍ୟ, କନିଷ୍କ, ହର୍ଷବର୍ଦ୍ଧନ। ଏହାର ସଠିକ୍ ଉତ୍ତର ଅପସନ୍ ବି ଚାଣକ୍ୟ। ତେଣୁ ଚାଣକ୍ୟ ବା କୌଟିଲ୍ୟ ଲିଖିଥିଲେ ଅର୍ଥଶାସ୍ତ୍ର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ଫାଷ୍ଟ ପ୍ରିଣ୍ଟେଡ୍ ବୁକ୍ ଇନ୍ ୟୁରୋପ ୱାଜ୍। ଫାଷ୍ଟ ପ୍ରିଣ୍ଟେଡ୍ ବୁକ୍ କୋଉଟା ୟୁରୋପର? ଅପସନ୍ ସି ବାଇବଲ, କୋରାନ, ଗୀତା, ଲିଆଦ୍। ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ ବାଇବଲ। ତେଣୁ ବାଇବଲ ପ୍ରଥମ ପ୍ରିଣ୍ଟେଡ୍ ବୁକ୍ ୟୁରୋପର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁ ଆର୍ ଦ ଫାଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ୍ ଇଣ୍ଡିପେଣ୍ଡେଣ୍ଟ ଇଣ୍ଡିଆ। କିଏ ପ୍ରଥମ ଗଭର୍ଣ୍ଣର ଜେନେରାଲ ସ୍ୱାଧୀନ ଭାରତର? ଅପସନ୍ ସି ମାଉଣ୍ଟ ବ୍ୟାଟେନ୍, ରାଜଗୋପାଳାଚାରୀ, ନେହେରୁ, ପଟେଲ। ଏହାର ସଠିକ୍ ଉତ୍ତର ଅପସନ୍ ହେବ କ'ଣ ନା? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି। ତେଣୁ ରାଜଗୋପାଳାଚାରୀ ହେଉଛନ୍ତି ଭାରତୀୟ ପ୍ରଥମ ସ୍ୱାଧୀନ ଭାରତର ଭାରତୀୟ ପ୍ରଥମ ଗଭର୍ଣ୍ଣର ଜେନେରାଲ ଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ମୁଭମେଣ୍ଟ ୱାଜ୍ ଲଞ୍ଚ ଇନ୍ 1942। କେଉଁ ସଂଗ୍ରାମଟା 1942 ହେଇଥିଲା? ଅପସନ୍ ସି ନନ୍ କୋଅପରେସନ୍, ସିଭିଲ୍ ଡିସୋବିଡିଏନ୍ସ, କ୍ୱିଟ୍ ଇଣ୍ଡିଆ, ସ୍ୱଦେଶୀ ମୁଭମେଣ୍ଟ। ଏହାର ସଠିକ୍ ଉତ୍ତର କ'ଣ ନା? ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। ତେଣୁ 1942ରେ କ୍ୱିଟ୍ ଇଣ୍ଡିଆ ବା ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଇଜ୍। କିଏ ଆଇରନ୍ ମ୍ୟାନ୍ ଇଣ୍ଡିଆର? ଅପସନ୍ ଗାନ୍ଧୀ, ବୋଷ, ସର୍ଦ୍ଦାର ପଟେଲ, ନେହେରୁ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ସର୍ଦ୍ଦାର ପଟେଲ। ତେଣୁ ସର୍ଦ୍ଦାର ପଟେଲ ହେଉଛନ୍ତି ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ଇଜ୍ ଦ ଲଙ୍ଗେଷ୍ଟ ରିଭର ଇଣ୍ଡିଆ। ଭାରତର ସବୁଠୁ ଲମ୍ବା ନଦୀ କ'ଣ? ଅପସନ୍ ସି ଗୋଦାବରୀ, ଗଙ୍ଗା, ଯମୁନା, ଇନ୍ଦୁସ। ଏହାର ସଠିକ୍ ଉତ୍ତର କ'ଣ ନା? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଗଙ୍ଗା। ତେଣୁ ଭାରତର ସବୁଠୁ ଲମ୍ବା ନଦୀ ହେଉଛି ଗଙ୍ଗା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହ୍ୱାଟ୍ ପରସେଣ୍ଟେଜ୍ ଅଫ୍ ଇଟ୍ କଭର୍ଡ ବାଇ ୱାଟର। କେତେ ପ୍ରତିଶତ ସାରା ପୃଥିବୀକୁ ଜଳ ଘେରି ରହିଛି? ଏହାର ସଠିକ୍ ଉତ୍ତର କ'ଣ ହେବ ନା? ଅପସନ୍ ହେବ ବି। ତେଣୁ 70% କ'ଣ ଅଛି ନା ଜଳ ବା ପାଣି ଦ୍ୱାରା ଘେରି ରହିଛି। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ପ୍ଲାନେଟ୍ ଇଜ୍ କ୍ଲୋଜେଷ୍ଟ ଟୁ ଦ ସନ୍। ତେଣୁ ସୂର୍ଯ୍ୟର ବହୁତ ପାଖରେ ଥିବା ଗ୍ରହ କୋଉଟା? ଅପସନ୍ ସି ଅର୍ଥ, ଭେନସ୍, ମର୍କ୍ୟୁରୀ, ମାର୍ସ। ଏହାର ସଠିକ୍ ଉତ୍ତର କ'ଣ ମାନେ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ମର୍କ୍ୟୁରୀ। ଅପସନ୍ ସି ମର୍କ୍ୟୁରୀ ହେବ ଏହାର ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ଲାର୍ଜେଷ୍ଟ କଣ୍ଟିନେଣ୍ଟ ଇନ୍ ଦ ୱାର୍ଲଡ ଇଜ୍। କୋଉ କଣ୍ଟିନେଣ୍ଟଟା ବହୁତ ବଡ଼? ଅପସନ୍ ସି ଆଫ୍ରିକା, ଏସିଆ, ୟୁରୋପ, ନର୍ଥ ଆମେରିକା। ସହଜ ନା? ଏସିଆ ମହାଦେଶ। ତେଣୁ ଏସିଆ ମହାଦେଶଟା ହେଉଛି ବହୁତ ବଡ଼। ତେଣୁ ଅପସନ୍ ବି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁ ଡିସ୍କଭର୍ଡ ଦ ସି ରୋଡ୍ ଟୁ ଇଣ୍ଡିଆ। ତେଣୁ ସି ରୋଡ୍ କିଏ ଆବିଷ୍କାର କରିଥିଲେ ବା ଜଳପଥ ଆବିଷ୍କାର କରିଥିଲେ? ଅପସନ୍ ସି କଲମ୍ବସ୍, ଭାସ୍କୋ ଡା ଗାମା, ମାଗେଲାନ୍ କୁକ୍। ଅପସନ୍ କ'ଣ ହେବ ନା? ଅପସନ୍ ବି ହେବ ଏହାର ସଠିକ୍ ଉତ୍ତର। ଅପସନ୍ ବି ଭାସ୍କୋ ଡା ଗାମା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁଇଚ୍ ସିଟି ଇଜ୍ ଦ ପିଙ୍କ୍ ସିଟି ଅଫ୍ ଇଣ୍ଡିଆ। କେଉଁ ସିଟିକୁ ଭାରତର ପିଙ୍କ୍ ସିଟି କୁହାଯାଏ? ଅପସନ୍ ସି ଉଦୟପୁର, ଜୟପୁର, ଯୋଧପୁର, ଦିଲ୍ଲୀ। ଏହାର ସଠିକ୍ ଉତ୍ତର କ'ଣ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଜୟପୁର। ତେଣୁ ଜୟପୁରକୁ ପିଙ୍କ୍ ସିଟି ଅଫ୍ ଇଣ୍ଡିଆ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ହୁ ଇଜ୍ ଦ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ। ଭାରତର ମିସାଇଲ୍ ମ୍ୟାନ୍ କାହାକୁ କୁହାଯାଏ? ବା ଅପସନ୍ ସି କଲାମ, ବିକ୍ରମ ସାରାଭାଇ, ହୋମି ଭାବା, ରମଣ। ଏହାର ସଠିକ୍ ଉତ୍ତର କ'ଣ ଏହାର ସଠିକ୍ ଉତ୍ତର କଲାମ ବା ଏପିଜେ ଅବଦୁଲ କଲାମକୁ ଭାରତର ମିସାଇଲ୍ ମ୍ୟାନ୍ କୁହାଯାଏ।
परवर्ती प्रश्न को जो परवर्ती प्रश्न अछि व्हिच गैस डू प्लांट्स अब्जॉर्ब ड्यूरिंग फोटोसिंथेसिस ऑप्शन सी ऑक्सीजन नाइट्रोजन CO2 हाइड्रोजन यार सठिक उत्तर कौन है यार सठिक उत्तर हो ऑप्शन सी CO2 परवर्ती प्रश्न को जो परवर्ती प्रश्न अछि द लार्जेस्ट डिजर्ट इन द वर्ल्ड इज कहुटा होछि सबटो बृहत मरुभूमि ऑप्शन थर सहारा काल्हारी गोबी यार सठिक उत्तर कौन बना यार सठिक उत्तर ऑप्शन बी सहारा मरुभूमि होछि पृथ्वीर सबटो बड़ मरुभूमि परवर्ती प्रश्न को जो परवर्ती प्रश्न अछि हु बिल्ड द ताजमहल किए बनाइथिले ऑप्शन अछि अकबर बाबर शाहजहां औरंगजेब ना यार सठिक उत्तर कौन होना यार सठिक उत्तर ऑप्शन सी शाहजहां हेबो तेनु शाहजहां निजर स्त्री नूरजहां पई शाहजहां बनाइथिले ताजमहल परवर्ती प्रश्न को जिबा परवर्ती प्रश्न अछि व्हिच इज द हाईएस्ट माउंटेन पीक इंडिया भारतर कोटा सबटु बड़ हाईएस्ट बहुत उच्चतम श्रृंग कोटा ऑप्शन सी एवरेस्ट केटू कांचनजंगा नंदा देवी यार सठिक उत्तर हो ऑप्शन सी कांचनजंगा तेनु कांचनजंगा को भारतर सबटा बहुत बड़ पीक कह जाए कांचनजंगा परवर्ती प्रश्न को परवर्ती प्रश्न अछि व्हाट इज द नेशनल एनिमल ऑफ इंडिया भारतर कोटा नेशनल एनिमल जानि छ एटा ना एटा होची ऑप्शन बी हेबो टाइगर को भारतर जातीय पशु कहा जाए परवर्ती प्रश्न को परवर्ती प्रश्न अछि व्हिच इज द लार्जेस्ट ओशन कोटा सबटा बहुत बृहत ओशन अछि ऑप्शन सी अटलांटिक इंडिया पैसिफिक आर्कटिक यार सठिक उत्तर हो ऑप्शन सी पैसिफिक ओशन होची लार्जेस्ट ओशन परवर्ती प्रश्न जो परवर्ती प्रश्न अछि हु रोड द विंग्स ऑफ फायर के लिखिथिले ऑप्शन सी कलाम नेहरू गांधी टाइगर यार सठिक उत्तर हो ऑप्शन ए कलाम तेनु एपीजे अब्दुल कलाम विंग्स ऑफ फायर वही लिखिथिले परवर्ती प्रश्न को जो परवर्ती प्रश्न अछि द लैंड ऑफ राइजिंग सन इज ऑप्शन अछि चाइना कोरिया जापान थाईलैंड तेनु लैंड ऑफ राइजिंग सन कौ देश को कहा जाए यार सठिक उत्तर होबो ऑप्शन सी जापान को राइजिंग सन रो देश कहा जाए परवर्ती प्रश्न को जो परवर्ती प्रश्न अछि व्हिच स्टेट इज स्मॉलेस्ट बाय एरिया रे को स्टेट ता बहुत छोटो भारतर ऑप्शन अछि सिक्किम गोवा त्रिपुरा केरल यार सठिक उत्तर हो ऑप्शन बी गोवा तेनु गोवा होछि बहुत सबटो छोटो राज्य भारतर परवर्ती प्रश्न को जो परवर्ती प्रश्न अछि हु गिव द स्लोगन डू और डाई कोरो हमर कि दिले ऑप्शन सी बोस गांधी नेहरू तिलक यार उत्तर हो ऑप्शन बी गांधी परवर्ती प्रश्न को जो परवर्ती प्रश्न अछि व्हेन डिड इंडिया गेन इंडिपेंडेंट केबे भारत स्वाधीन थिला ऑप्शन सी 1948 50 48 1945 यार सठिक उत्तर हो ऑप्शन ए 1948 रे भारत स्वाधीन थिला परवर्ती प्रश्न को जो परवर्ती प्रश्न अछि द कुतुब मीनार वाज बिल्ड कुतुब मीनार के बनथिले ऑप्शन सी अकबर कुतुबुद्दीन ऐबक इल्तुतमिश बलबन यार सठिक उत्तर कोन होना यार सठिक उत्तर होबो ऑप्शन बी कुतुबुद्दीन ऐबक परवर्ती प्रश्न को जो परवर्ती प्रश्न अछि द फर्स्ट इंडियन वुमेन प्रेसिडेंट वाज भारतर के प्रथम महिला राष्ट्रपति हेथिले ऑप्शन सी इंदिरा गांधी प्रतिभा पाटिल सरोजिनी नायडू मुर्मू यार सठिक उत्तर कोन होना यार सठिक उत्तर हो ऑप्शन बी प्रतिभा पाटिल परवर्ती प्रश्न को जो परवर्ती प्रश्न अछि व्हिच मूवमेंट स्टार्टेड द दांडी मार्च कोमेंडा दांडी मार्च आरंभ हेतिला नॉन कोऑपरेटिव मूवमेंट सिविल डिसोबीडियंस क्विट इंडिया मूवमेंट खिलाफत मूवमेंट तो सठिक उत्तर कोन होना यार सठिक उत्तर हो ऑप्शन बी सिविल डिसोबीडियंस मूवमेंट बा आईन अमान्य आंदोलन रे दांडी मार्च आरंभ हेतिला परवर्ती प्रश्न को जो परवर्ती प्रश्न अछि तो फ्रंटियर गांधी काहा को फ्रंटियर गांधी कहा जाय ऑप्शन सी खान अब्दुल गफर खान मौलाना आजाद जाकिर हुसैन नेहरू यार सठिक उत्तर कोन होना यार सठिक उत्तर हो ऑप्शन ए खान अब्दुल गफर खान को फ्रंटियर गांधी कहा जाय परवर्ती प्रश्न को जो परवर्ती प्रश्न अछि व्हाट इज द मेन सोर्स ऑफ इनकम इन द इंडियन इकोनॉमी मेन सोर्स कोन ऑप्शन सी इंडस्ट्री एग्रीकल्चर सर्विस माइनिंग यार सठिक उत्तर कोन होना यार सठिक उत्तर हो ऑप्शन बी एग्रीकल्चर तेनु एग्रीकल्चर द्वारा हमें भारतर इंडियन इकोनॉमी रो स्रोत इनकम रो स्रोत परवर्ती प्रश्न को जो परवर्ती प्रश्न अछि व्हिच इज द डीपेस्ट ओशन कोटा डीपेस्ट ओशन ऑप्शन सी इंडियन पैसिफिक अटलांटिक साउथर्न यार सठिक उत्तर कोन होना यार सठिक उत्तर हो ऑप्शन बी पैसिफिक पैसिफिक होची सबटू डीपेस्ट ओशन परवर्ती प्रश्न जो परवर्ती प्रश्न अछि हु आर द फाउंडर ऑफ द मौर्य एम्पायर फाउंडर किए ऑप्शन अछि अशोका बिंदुसार चंद्रगुप्त चाणक्य यार सठिक उत्तर कोन होना यार सठिक उत्तर हो ऑप्शन सी चंद्रगुप्त मौर्य होची मौर्य समाज प्रतिष्ठाता परवर्ती प्रश्न को जिबा परवर्ती प्रश्न अछि द बैटल ऑफ पलासी वाज फाउट इन
ତେଣୁ କେତେ ମସିହାରେ ପଲାସି ଯୁଦ୍ଧ ହୋଇଥିଲା? ଅପସନ୍ ଅଛି 1757, 1764, 1857, 1905। ଏହାର ସଠିକ୍ ଉତ୍ତର କ'ଣ ହେବ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ଏ 1757ରେ ବ୍ୟାଟଲ୍ ଅଫ୍ ପଲାସି ହେଇଥିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି which is the largest internal organ? କୋଉଟା ଲାର୍ଜେଷ୍ଟ ଇଣ୍ଟରନାଲ ଅର୍ଗାନ? ଭିତରେ ଥିବା ଦେହ ଭିତରେ ଥିବା ସବୁଠୁ ବୃହତ କୋଉଟା ଅର୍ଗାନ? ବଡ଼ ଅର୍ଗାନ। ଅପସନ୍ ଅଛି ହାର୍ଟ, ଲିଭର, ଲଙ୍ଗସ୍, ବ୍ରେନ୍। ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଲିଭର। ଲିଭର ହେବ ବୃହତ ଅର୍ଗାନ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି ଦ ସାଞ୍ଜି ସ୍ତୂପ ୱାଜ୍ ବିଲ୍ଡ ବାଇ? ସାଞ୍ଜି ସ୍ତୂପ କିଏ ବନାଇଥିଲେ? ଅପସନ୍ ଅଛି ଆକବର, ଅଶୋକା, କନିଷ୍କ, ହର୍ଷ। ଏହାର ସଠିକ୍ ଉତ୍ତର କ'ଣ ହେବ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଅଶୋକା। ତେଣୁ ଅଶୋକା ଶାନ୍ତି ସ୍ତୂପ ବନାଇଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି which river is considered the holiest in India? ଅପସନ୍ ଅଛି ଯମୁନା, ନର୍ମଦା, ଗଙ୍ଗା, ଗୋଦାବରୀ। ଏହାର ସଠିକ୍ ଉତ୍ତର ହେବ ଅପସନ୍ ସି ଗଙ୍ଗା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଏବଂ ଶେଷ ପ୍ରଶ୍ନ କ'ଣ ଅଛି ଦେଖିବା। ଶେଷ ପ୍ରଶ୍ନ ଅଛି ହୁ ରୋଟ୍ ଦ ନ୍ୟାସନାଲ୍ ଆନ୍ଥେମ୍ ଅଫ୍ ଇଣ୍ଡିଆ? କିଏ ନ୍ୟାସନାଲ୍ ଆନ୍ଥେମ୍ ଲିଖିଥିଲେ? ଅପସନ୍ ବଙ୍କିମଚନ୍ଦ୍ର, ଟେଗୋର, ସରୋଜିନୀ ନାଇଡୁ, ପ୍ରେମଚାନ୍ଦ। ଏହାର ସଠିକ୍ ଉତ୍ତର କ'ଣ ହେବ? ଏହାର ସଠିକ୍ ଉତ୍ତର ହେବ ଅପସନ୍ ବି ଟେଗୋର। ତେଣୁ ରବୀନ୍ଦ୍ରନାଥ ଟେଗୋର ଲିଖିଥିଲେ ନ୍ୟାସନାଲ୍ ଆନ୍ଥେମ୍, ଯେଉଁଟାକି ଜନଗଣମନ ଅଧିନାୟକ। ତ ଆଜି ଆମେ କିଛି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ସୋସିଆଲ ଷ୍ଟଡିଜ୍ର ପ୍ରାକ୍ଟିସ୍ କରିବା ଯେଉଁଟାକି ଆଗକୁ ଆସୁଥିବା ସମସ୍ତ ଏକ୍ଜାମ୍ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେବ। ତେବେ ଆମ ଚ୍ୟାନେଲକୁ ଯଦି ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ନିହାତି ସବସ୍କ୍ରାଇବ୍ କରନ୍ତୁ ଆଉ ଯଦି ଭିଡ଼ିଓ ଭଲ ନିହାତି ଲାଇକ୍ କରନ୍ତୁ ଏବଂ ନିଜ ମତାମତ ଦେଇ ଭିଡ଼ିଓକୁ ସେୟାର କରନ୍ତୁ। ଧନ୍ୟବାଦ।